ଏହି କାହାଣୀଟି ଏକ ଏମିତି ସତ ଘଟଣା ଯାହାକୁ ଶୁଣିଲେ ଆପଣଙ୍କ ମନ ମସ୍ତିଷ୍କରେ ବିସ୍ଫୋରଣ ସୃଷ୍ଟି ହୋଇଯିବ। ଆପଣ ମୁଣ୍ଡରେ ହାତ ଦେଇଦେବେ। ତେଣୁ ସମୟ ବାହାର କରି ପୁରା ଭିଡ଼ିଓଟି ଦେଖିବେ। ବନ୍ଧୁମାନେ, ଗୋଟିଏ ବଡ଼ ହସ୍ପିଟାଲରେ ପାଖାପାଖି 14 ବର୍ଷ ବୟସର ଝିଅଟିଏ ଆଡମିଟ୍ ହୋଇଥିଲା। ସେ ଝିଅର ଚିକିତ୍ସା ପାଇଁ ଲେଡିଜ୍ ଡକ୍ଟର, ପଚରା ଉଚରା କରିବା ପାଇଁ ବି ଲେଡିଜ୍ ପୋଲିସ ଅଫିସର, ଆଉ ଏପରିକି ରୁମ୍ ସଫା କରିବା ପାଇଁ ବି ଲେଡିଜ୍ ଜଣେ ହିଁ ସେ ରୁମ୍ ଭିତରକୁ ଯିବ। ଯାହାକି ଯଦି ସେହି ରୁମ୍କୁ କିଏ ଯିବେ ତ କେବଳ ମହିଳା ହିଁ ଯିବେ। ସେହି ରୁମ୍କୁ କୌଣସି ପୁରୁଷ ଯିବେ ନାହିଁ କି କୌଣସି ପୁରୁଷଙ୍କ ନାଁ ସେହି ରୁମ୍ରେ ନିଆଯିବ ନାହିଁ। କଥା ଏଇଆ ଯେ ଆଡମିଟ୍ ହୋଇଥିବା ଝିଅ ପୁରୁଷମାନଙ୍କ ନାଁରେ ଏତେ ଡରୁଥିଲା ଯେ ନା ଶୁଣିଲା ମାତ୍ରେ ଝିଅର ନିଶ୍ୱାସ ପ୍ରଶ୍ୱାସର ଗତି ବଢ଼ି ଯାଉଥିଲା। ଲାଗୁଥିଲା ଯେମିତିକି ତାର ମୃତ୍ୟୁ ସେ ମୁହୂର୍ତ୍ତରେ ହିଁ ହୋଇଯିବ। କାରଣ ସେ ଝିଅ ସହିତ ଏମିତି ହିଁ କିଛି ଘଟଣା ଘଟି ଯାଇଥିଲା। ତେବେ ଆସନ୍ତୁ ଜାଣିବା ସେ ଘଟଣା ବିଷୟରେ ଏହି ଭିଡ଼ିଓ ମାଧ୍ୟମରେ। କିନ୍ତୁ ବନ୍ଧୁମାନେ, କାହାଣୀର ଆଗକୁ ବଢ଼ିବା ପୂର୍ବରୁ ଆପଣ ସମସ୍ତଙ୍କୁ ମୋର ଛୋଟ ଅନୁରୋଧ କି ଭିଡ଼ିଓଟିକୁ ଲାଇକ୍ ସେୟାର କରିବା ସହିତ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ। ଏହି କାହାଣୀଟି ଗୋଟିଏ ଗରିବ ଝିଅ ଉପରେ ହୋଇଥିବା ଘଟଣାକୁ ନେଇ ଆଧାରିତ। ଏହି କାହାଣୀଟି ହେଉଛି ଗୋଟିଏ ସତ ଘଟଣା। ତା ସହିତ ଯାହା ହେଉଛି ଆପଣମାନେ ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ। ପାଖାପାଖି 14 ବର୍ଷର ଝିଅଟିଏ। ତାର ମା ବାପା ଗୋଟେ ଛୋଟ ନର୍ସରୀରେ ଗଛମାନଙ୍କର ଦେଖାଶୁଣା କାମ କରୁଥିଲେ। ସେଥିରୁ ଯାହା କିଛି ରୋଜଗାର କରୁଥିଲେ କଷ୍ଟେ ମଷ୍ଟେ ତାଙ୍କ ପରିବାର ଚଳି ଯାଉଥିଲା। ଝିଅଟି 9ମ ଶ୍ରେଣୀରେ ପଢ଼ୁଥିଲା। ଗୋଟିଏ ଦିନ ରାତି ପାଖାପାଖି 10ଟା ବେଳକୁ ସେ ଝିଅଟି ଘରେ କାହାକୁ କିଛି ନ କହି ରେଲୱେ ଷ୍ଟେସନ ଯାଇଥିଲା ତାର ଗୋଟିଏ ସାଙ୍ଗକୁ ଦେଖା କରିବା ପାଇଁ। ଷ୍ଟେସନରେ ବହୁତ ସମୟ ଅପେକ୍ଷା କରିବା ପରେ ବି ତାର ସେଇ ସାଙ୍ଗ ଆସିନଥିଲା, ଯାହାଦ୍ୱାରା ସେ ଝିଅଟି ବହୁତ ବ୍ୟସ୍ତ ହେଇ ପଡ଼ିଥିଲା ଆଉ କାନ୍ଦୁଥିଲା ବି। ଆଉ ଏହି ସମୟରେ ଅଚାନକ ସେଇ ଝିଅ ଉପରେ ଗୋଟିଏ ଅଟୋବାଲାର ନଜର ପଡ଼ିଗଲା। ଅଟୋବାଲାର ବୟସ ପାଖାପାଖି 30 ବର୍ଷ ହେବ। ସେ ଝିଅଟି ପାଖକୁ ଆସି ପଚାରିଲା କି, ତୁମେ କ'ଣ ପାଇଁ କାନ୍ଦୁଛ? ଆଉ ତୁମେ ବହୁତ ଚିନ୍ତାରେ ଥିଲା ପରି ଜଣାପଡ଼ୁଛ। କ'ଣ ଅସୁବିଧା ହେଇଛି? ଯଦି କହିବ ମୁଁ କିଛି ସାହାଯ୍ୟ କରିଦେବି। ଏମିତିରେ ତ ଝିଅଟି ସେଇଠି ଏକା ଥିଲା। ତାକୁ ଜଣଙ୍କର ସାହାରାର ଆବଶ୍ୟକତା ଥିଲା। ସେ ସେଇ ଅଟୋବାଲା ଉପରେ ବିଶ୍ୱାସ କରି ସବୁ କଥା କହିଦେଲା କି ସେ ତାର ଘର ଲୋକମାନଙ୍କ ଠାରୁ ଲୁଚି ଜଣେ ସାଙ୍ଗକୁ ଦେଖା କରିବା ପାଇଁ ଏହି ଷ୍ଟେସନକୁ ଆସିଛି। ହେଲେ ତାର ସେଇ ସାଙ୍ଗ ନ ଆସିବାରୁ ସେ ଚିନ୍ତାରେ ରହିଯାଇଛି। ସେ ଝିଅଠାରୁ ଏଇ ସବୁ କଥା ଶୁଣି ସାରିଲା ପରେ ଅଟୋବାଲା ସେ ସ୍ଥାନରୁ ଚାଲିଗଲା। ଆଉ ଠିକ୍ 10 ମିନିଟ୍ ପରେ ପୁଣି ଫେରି ଆସିଲା। ଆଉ ସେ ଝିଅ ପାଖକୁ ଆସି କହିଲା କି, ପ୍ରକୃତରେ ତୁମେ ଯାହାର ଅପେକ୍ଷା କରିଛ ତୁମର ସେଇ ସାଙ୍ଗ ଏ ଗେଟ୍ ବାହାରେ ଠିଆ ହୋଇଛନ୍ତି। ଆଉ ସେ ତୁମ ପାଖକୁ ଆସିବା ପାଇଁ ସଂକୋଚ କରୁଛନ୍ତି, କାରଣ ସେ କହିଥିବା ସମୟ ଅନୁସାରେ ଆସିପାରିଲେନି। ତୁମେ ଗୋଟେ କାମ କର, ମୋ ସହିତ ଆସି ଅଟୋରେ ବସିଯାଅ। ମୁଁ ତୁମକୁ ତୁମ ସାଙ୍ଗ ପାଖକୁ ନେଇଯିବି। ଅଟୋବାଲା ଅଟୋଟି ଗେଟ୍ ବାହାରେ ରଖିଥିଲା। ଅଟୋବାଲା ଉପରେ ଭରସା କରି ତା ସହିତ ଯିବା ପାଇଁ ସେ ଝିଅଟି ବାହାରି ପଡ଼ୁଛି। ପୁଣି ସେ ଝିଅଟିକୁ ଅଟୋ ଡ୍ରାଇଭର କହିଲା, ତୁମେ ବହୁତ ସମୟ ହେବ କାନ୍ଦୁଛ, ପାଣି ଟିକେ ପିଇଦିଅ କହି ଗୋଟିଏ ଛୋଟ ବୋତଲଟିଏ ଝିଅ ହାତକୁ ବଢ଼େଇ ଦେଲା। ଝିଅଟି ପାଣି ପିଇ ସେଇ ଅଟୋ ଡ୍ରାଇଭର ସହିତ କିଛି ବାଟ ଚାଲିକି ଯାଇଛି କି ନାହିଁ ହଠାତ୍ ତା ମୁଣ୍ଡ ବୁଲେଇ ଦେଲା। ଆଉ ସେ ତଳେ ପଡ଼ିବା ପୂର୍ବରୁ ସେ ପିଲା ତାକୁ ଅଟୋରେ ବସେଇ ଗୋଟେ ଘଞ୍ଚ ଜଙ୍ଗଲର ବହୁତ ଭିତରକୁ ନେଇକି ଗଲା। ଆଉ ସେଇ ଜଙ୍ଗଲ ଭିତରେ ସେ ଝିଅର ବହୁତ ସମୟ ଧରି ଲଗାତାର ବଳାତ୍କାର କରିଥିଲା। ସେଇ ଅଟୋ ଡ୍ରାଇଭର ସେ ପାଣିରେ ନିଶାଦ୍ରବ୍ୟ ମିଶାଇଥିଲା। ତେଣୁ ଝିଅର କିଛି ବି ହୋସ୍ ନଥିଲା। ଆଉ ତା ସହିତ କ'ଣ ସବୁ ହେଉଛି ସେ କିଛି ବି ଜାଣିପାରୁନଥିଲା। ପୁଣି ସେଇ ଅଟୋ ଡ୍ରାଇଭର 2-3 ଘଣ୍ଟା ପରେ ଝିଅଟିକୁ ଗୋଟେ ଛୋଟ ଲଜ୍କୁ ନେଇକି ଗଲା, ଯାହାକି ସେ ଲଜ୍ରେ ଆଗରୁ କେତେଜଣ ପିଲା ଅପେକ୍ଷା କରି ରହିଥିଲେ। ଝିଅଟିକୁ ଲଜ୍ର ଗୋଟେ ରୁମ୍ରେ ବନ୍ଦ କରିଦେଲେ। ଆଉ ସେ ଝିଅକୁ ପୁରା ନିର୍ବସ୍ତ୍ର କରିଦେଲେ। ଏବେ ସେ ଝିଅର ଧୀରେ ଧୀରେ ହୋସ୍ ଆସୁଥିଲା। ତା ସହିତ ଆଗକୁ କ'ଣ ହେବାକୁ ଯାଉଛି ସେ ଜାଣିପାରି ବିଚାରି ସେମାନେ ତାକୁ ଛାଡ଼ିଦେବା ପାଇଁ ହାତ ଯୋଡ଼ି ନେହୁରା ହେଉଥିଲା। ହେଲେ କେହି ତା କଥା ଟିକେ ବି ଶୁଣି ନଥିଲେ। ପାଖାପାଖି 12 ଜଣ ଯୁବକ ଜଣକ ପରେ ଜଣେ ପାଳି କରି କରି ତାର ବଳାତ୍କାର କରିଥିଲେ। ୟା ଭିତରେ ରାତି ସରି ଦିନ ହୋଇସାରିଥିଲା।
ହେଲେ ବି ସେ ଶୈତାନ ମାନଙ୍କର ମନରେ ଝିଅଟି ପ୍ରତି ଟିକେ ବି ଦୟା ଆସିନଥିଲା। ସେ ଝିଅଟି ବହୁତ ଥର ନେହୁରା ହୋଇ କହିଛି ତାକୁ ଛାଡ଼ିଦେବା ପାଇଁ, କିନ୍ତୁ କେହି ବି ତା କଥା ଶୁଣି ନଥିଲେ। ଏମିତିକି ତାକୁ ଖାଇବାକୁ କି ପିଇବାକୁ ବି କିଛି ଦେଇ ନଥିଲେ, ଆଉ ତାକୁ ବାରମ୍ବାର ନିଶା ଇଞ୍ଜେକ୍ସନ ଦେଉଥିଲେ, ଯାହାଦ୍ୱାରା ତାର ଚିତ୍କାର ବାହାରକୁ ଶୁଭାଯିବନି। ଏମିତିରେ ଦିନ ସରି ସନ୍ଧ୍ୟା ହୋଇଗଲା। ସେଇ ଶୈତାନଙ୍କ ଭିତରୁ ଜଣେ ପିଲାକୁ ଝିଅଟି ଉପରେ ଟିକେ ଦୟା ଆସିବାରୁ ସେ ଝିଅଟିକୁ ତାର ପୋଷାକ ପିନ୍ଧେଇ ସେଇ ଲଜ୍ ଠାରୁ ବହୁତ ଦୂରରେ ଥିବା ଗୋଟେ ଷ୍ଟେସନରେ ନେଇ ସେ ଝିଅଟିକୁ ଛାଡ଼ି ଦେଇଥିଲା। ଆଉ ତାପରେ ସେମାନେ ସମସ୍ତେ ଫେରାର ହୋଇଯାଇଥିଲେ। ଆଉ ସେ ଝିଅଟି ଶାନ୍ତିରେ ଟିକେ ନିଶ୍ୱାସ ମାରିଛି କି ନାହିଁ, ତାର ଅବସ୍ଥା ଦେଖି ଆଉ 2 ଜଣ ଶୈତାନ ତା ଉପରକୁ ଝାମ୍ପ ମାରିଥିଲେ। ଷ୍ଟେସନରେ ସଫେଇ କରୁଥିବା 2 ଜଣ କର୍ମଚାରୀଙ୍କ ଶିକାର ହୋଇଥିଲା ସେଇ ନିରୀହ ଝିଅଟି। ବହୁତ ସମୟ ଧରି ତା ସହିତ ଖରାପ କାମ କରି ସାରିବା ପରେ ସେ ଶୈତାନ 2 ଜଣ ଝିଅଟିକୁ ଗୋଟିଏ ଟ୍ରେନରେ ବସେଇ ଦେଲେ। ଟ୍ରେନଟି କେଉଁ ଜାଗାକୁ ଯିବ ବୋଲି ବି ଝିଅଟି ଜାଣି ନଥିଲା। ସେ ଏତେ ଡରି ଯାଇଥିଲା ଯେ ଟ୍ରେନର ଗୋଟିଏ କୋଣରେ ବସି ପଡ଼ିଲା। ଏହା ଭିତରେ ଟ୍ରେନର ଲାଷ୍ଟ ଷ୍ଟପେଜ ବି ଆସିଗଲା। ଏତେ ସମୟ ଭିତରେ ଟ୍ରେନରେ କେତେ ଲୋକ ଆସି କେତେ ଲୋକ ଯାଇଥିଲେ, ହେଲେ କାହାର ବି ନଜର ସେ ବିଚାରୀ ଝିଅ ଉପରେ ପଡ଼ିନଥିଲା। ସେ ଏମିତି କାହିଁକି ବସିଛି ଆଉ କ'ଣ ପାଇଁ ବସିଛି କେହି ବି ଜାଣିବା ପାଇଁ ଥରେ ବି ଚେଷ୍ଟା କରିନଥିଲେ। ସେମାନେ ବି କ'ଣ ବୁଝିବେ 15 ଜଣ ଶୈତାନଙ୍କ ଶିକାର ହୋଇଥିବା ଝିଅର ମନ ଆଉ ଦେହର କଷ୍ଟକୁ। ଟ୍ରେନ ରହିବାର କିଛି ସମୟ ଭିତରେ ସେ ଝିଅ ପାଖ ଦେଇ ଜଣେ ପୋଲିସ କର୍ମଚାରୀ ଯାଉଥିଲେ, ଆଉ ହଠାତ୍ ତାଙ୍କ ନଜର ସେ ଝିଅ ଉପରେ ପଡ଼ିଗଲା। ଆଉ ସେ ତାକୁ ଦେଖିବା ମାତ୍ରେ ବୁଝିଗଲେ ଯେ ୟା ସହିତ ନିଶ୍ଚୟ କିଛି ନା କିଛି ଗଡ଼ବଡ଼ ହେଇଛି। ସେ ସେଇ ଝିଅକୁ ପଚାରିଲେ, ତୁମେ ବହୁତ ଅସୁବିଧାରେ ଥିଲା ପରି ଲାଗୁଛ, ଦୟାକରି ମୋତେ କୁହ, ମୁଁ ତୁମକୁ ସାହାଯ୍ୟ କରିବି। ହେଲେ ସେଇ ଝିଅଟି ପୁରୁଷ ଜାତି ନାଁରେ ଏତେ ଡରି ଯାଇଥିଲା ଯେ ସେ କିଛି ବି କହିଲାନି। ଆହୁରି ଡରିଗଲା, କାରଣ ପୋଲିସ ଡ୍ରେସରେ ତ ଜଣେ ପୁରୁଷ ହିଁ ଥିଲା ନା। ସେ ଭାବିଲା ଇଏ ବି ମୋତେ ନେଇ ସେ ଶୈତାନଙ୍କ ପରି ବଳାତ୍କାର କରିବ। ଝିଅଟି ସାଙ୍ଗେ ସାଙ୍ଗେ ଟ୍ରେନରୁ ଓହ୍ଲେଇ ଯାଇ ଗୋଟିଏ କୋଣରେ ବସି ପଡ଼ିଲା। କିନ୍ତୁ ସେ ପୋଲିସ ଜଣକ ବହୁତ ଭଲ ଲୋକ ଥିଲେ। ସେ CWC ଚାଇଲ୍ଡ ୱେଲଫେୟାର କମିଟି ସହିତ ସମ୍ପର୍କ କଲେ। ସେଠାକାର ଜଣେ ମହିଳା ଅଫିସର ସାଙ୍ଗେ ସାଙ୍ଗେ ସେ ସ୍ଥାନରେ ଆସି ପହଞ୍ଚିଗଲେ ଯେଉଁଠାରେ ସେ ଝିଅଟି ଥିଲା। ଆଉ ସେ ଝିଅଟିକୁ କିଛି ଖାଇବାକୁ ଆଉ ପାଣି ପିଇବା ପାଇଁ ଦେଲେ। ଆଉ ଧୀରେ ଧୀରେ ଘଣ୍ଟା ଘଣ୍ଟା ଧରି ସବୁ ଘଟଣା ବିଷୟରେ ତାକୁ ପଚରା ଉଚାରା କଲେ, ଆଉ ଗୋଟିଏ ମା ପରି ସ୍ନେହ କରି ତାକୁ ଗେଲ ବି କରୁଥିଲେ। ସେ ଝିଅଟିର ଡର ଟିକେ କମିଯିବାରୁ ସେ ମହିଳା ଅଫିସରଙ୍କ ଉପରେ ବିଶ୍ୱାସ କରି ତାଙ୍କୁ ସବୁ କଥା କହିବାରେ ଲାଗିଲା। ଘରୁ ବାହାରି ଆସିବା ଠାରୁ ଏଇ ଷ୍ଟେସନରେ ପହଞ୍ଚିବା ପର୍ଯ୍ୟନ୍ତର ସବୁ ଘଟଣା ସେ କହିଥିଲା। ତା କଥା ଶୁଣି ସେ ମହିଳା ଅଧିକାରୀ ଜଣକ ଆଉ ସମ୍ଭାଳି ନ ପାରି କାନ୍ଦି ପକାଇଲେ। ଆଉ କାନ୍ଦିବାର ବି କଥା ତ ଥିଲା। ସେ କାହାର ଝିଅ ହେଉ କି ଭଉଣୀ କିମ୍ବା ସ୍ତ୍ରୀ ସହିତ ଏମିତି ଦୁଃଖଦ ଘଟଣା ଘଟିଲେ ଆଖିରୁ ଲୁହ ଛଡ଼ା ଆଉ କିଛି ତ ବାହାରିବନି। ଆଉ ଯଦି କିଛି ବାହାରିବ ତାହେଲେ ସେ ଶୈତାନ ମାନଙ୍କ ପାଇଁ ଅଭିଶାପ, ନହେଲେ କାନୁନ ଠାରୁ ଉଚିତ ନ୍ୟାୟ। ସେପଟେ ଝିଅଟି ଯେତେବେଳେ ଘରୁ ନିଖୋଜ ହେଇଯାଉଛି, ତାର ବାପା ମା ଯେଉଁମାନେ କି ବହୁତ କମ୍ ପାଠ ପଢ଼ିଥିଲେ, ସେମାନେ ତାଙ୍କ ଅଞ୍ଚଳର ଥାନାରେ ଯାଇ ରିପୋର୍ଟ ଲେଖିଥିଲେ। ସେଠାକାର ପୋଲିସ ବି ବହୁତ ଭଲ ଥିଲେ। ଝିଅଟିର ନିଖୋଜ ବିଷୟରେ ଆଖପାଖ ଅଞ୍ଚଳରେ ପଚରା ଉଚରା କଲେ, ଆଉ ଧୀରେ ଧୀରେ ତା ବିଷୟରେ ଜାଣିବା ପାଇଁ ଚେଷ୍ଟା କରି ଝିଅର ମୋବାଇଲ ନମ୍ବର CTR ବାହାର କଲେ। ସେଇ ଅଞ୍ଚଳର ଯେଉଁ ଯେଉଁ ଜାଗାରେ CCTV କ୍ୟାମେରା ଲାଗିଥିଲା ସେଗୁଡ଼ିକ ବିଷୟରେ ବୁଝୁଥିଲେ, କିନ୍ତୁ ସେ ଝିଅଟି ବିଷୟରେ କିଛି ବି ଜାଣିପାରୁନଥିଲେ। ଝିଅଟି ଯେଉଁ ଅଞ୍ଚଳରେ ଥିଲା ସେଠାକାର ପୋଲିସ ଝିଅଟିର ବାପା ମା କମ୍ପ୍ଲେନ୍ କରିଥିବା ଥାନାକୁ ଯେମିତି ସେମିତି କରି ଖବର ଦେଇଥିଲେ। ସେ ଝିଅଟିକୁ ସେଠାରୁ ସିଧା ବଡ଼ ହସ୍ପିଟାଲରେ ନେଇ ଭର୍ତ୍ତି କରାଯାଇଥିଲା। ଆଉ ଝିଅଟିର ଚିକିତ୍ସା ପାଇଁ କେବଳ ମହିଳା କର୍ମଚାରୀ ହିଁ ରଖାଯାଇଥିଲା। ସେ ଝିଅର ବୟାନ ଅନୁସାରେ ସବୁ ଦୋଷୀମାନଙ୍କୁ ଆରେଷ୍ଟ କରି ଥାନାରେ ଭର୍ତ୍ତି କରିଥିଲେ। ଆଉ ସେଇ ଝିଅକୁ ନ୍ୟାୟ ଦେବା ପାଇଁ ସେମାନଙ୍କୁ ଫାଶୀର ଦଣ୍ଡ ଦିଆଗଲା। ଆଉ ଝିଅଟିର ଏବେ ବି ଚିକିତ୍ସା ଚାଲିଛି। ଆଉ ଧନ୍ୟ ସେଇ ପୋଲିସ କର୍ମଚାରୀଙ୍କୁ ଯାହାଙ୍କ ପାଇଁ ସେ ଝିଅଟି ଆଜି ନ୍ୟାୟ ପାଇଥିଲା। ବନ୍ଧୁମାନେ, এই କାହାଣୀରେ ତ ଝିଅଟିକୁ ନ୍ୟାୟ ମିଳିଗଲା, କିନ୍ତୁ
ट्रेनी डाक्टर ममिता को कौन न्याय मिलबनी? आमे समस्ते मिसी त्यांको न्याय देबा आ तांकर दोषी को उचित दंड देबा। तो बंधु माने सत्य घटनाटी एतिकी थिला। मोर प्रिय श्रोता बंधु माने कहानीटी केमिति लागिला कमेंट रे मते निश्चय जणाइबे। आउ एही वीडियो रे मो द्वारा जदि किछि भी त्रुटि थाए तेबे मो हाथ जोड़ी समस्त को भूल मागुछि। वीडियो भलो लागिथिले लाइक शेयर करबा सहित चैनल को टिके सब्सक्राइब कर देबे। रहिली धन्यवाद। जय जगन्नाथ।